चैनल को सब्सक्राइब करो पहले। हाँ जल्दी करो, मुझे पता है कि आप लोग नहीं करते हो, वीडियो देखते हो लेकिन सब्सक्राइब नहीं करते। ये लाल कलर का बटन नहीं से दबाओ, जल्दी दबाओ, जल्दी दबाओ, फिर मैं शुरू करूँ। दबा दो जल्दी, दबा दिया, घंटी भी दबा देना। ठीक, Once again, welcomes back to Study with Somit YouTube channel. Dear friends, ଆଜିକାର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା +3 ସେକେଣ୍ଡ ଇୟର ଷ୍ଟୁଡେଣ୍ଟସ୍ ମାନଙ୍କର जो SEC କୋର୍ସ ରହିଛି, SEC କୋର୍ସ, এই SEC କୋର୍ସରେ ଥିବା ରିନ୍ୟୁଏବଲ୍ ଏନର୍ଜି ଆଉ ଏନର୍ଜି ହାରଭେଷ୍ଟିଂ ଉପରେ କ୍ଲାସଟି କରିବା। ଯାହାର ଫାର୍ଷ୍ଟ ୟୁନିଟରେ ରହିଛି କ'ଣ ନା ଏନର୍ଜି। ତ ଫାର୍ଷ୍ଟ ଚାପ୍ଟର ରହିଛି ଏନର୍ଜି। ତ ଆମେ ଆଲୋଚନା କରିବା ଆଜିର ଏଇ କ୍ଲାସରେ ହ୍ୱାଟ୍ ଇଜ୍ ଏନର୍ଜି, what are the types of energy, and what is renewable energy sources and what are the non renewable energy sources। ଅର୍ଥାତ୍ ଶକ୍ତି କ'ଣ, ଶକ୍ତି ଏବଂ ଏହାର ପ୍ରକାର ଭେଦ ସମ୍ପର୍କରେ ଆଲୋଚନା କରିବା। ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ କ'ଣ ତାହା ସମ୍ପର୍କରେ ଆଲୋଚନା କରିବା ଏବଂ ଅଣନବୀକରଣୀୟ ଯୋଗ୍ୟ ଶକ୍ତି ଉତ୍ସ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିବା। ତେବେ କାଳ ବିଳମ୍ବ ନ କରି ବର୍ତ୍ତମାନ ଚାଲନ୍ତୁ ଆରମ୍ଭ କରିବା ଆଜିର ସେକ୍ସନଟିକୁ। ତ ଫାର୍ଷ୍ଟ ଆମେ ଆଲୋଚନା କରିବା ଶକ୍ତି ଏବଂ ଏହାର ପ୍ରକାର ଭେଦ ସମ୍ପର୍କରେ। ତ କ'ଣ ରହିଛି ବିଷୟବସ୍ତୁ ନା ଫାର୍ଷ୍ଟ ରହିଛି ଶକ୍ତିର ପରିଭାଷା, ଅର୍ଥାତ୍ ଶକ୍ତି କାହାକୁ କହିବା ବା ଶକ୍ତି କ'ଣ। ଶକ୍ତି ହେଉଛି କାମ କରିବାର କ୍ଷମତା। ଏହା ଯାନ୍ତ୍ରିକ, ତାପଜ, ବୈଦ୍ୟୁତିକ, ରାସାୟନିକ, ପରମାଣୁ ଏବଂ ସୌରଶକ୍ତି ଭଳି ବିଭିନ୍ନ ଉତ୍ପାଦନରେ ବିଦ୍ୟମାନ। ଶିଳ୍ପ ଉତ୍ପାଦନ, ପରିବହନ, କୃଷି ଏବଂ ଘରୋଇ କାର୍ଯ୍ୟକଳାପ ସମେତ ସମସ୍ତ ମାନବ କାର୍ଯ୍ୟକଳାପ ପାଇଁ ଶକ୍ତି ଅତ୍ୟାବଶ୍ୟକ। ଅର୍ଥାତ୍ ଆମେ କ'ଣ ଜାଣିଲେ ନା ଶକ୍ତି ହେଉଛି କାର୍ଯ୍ୟ କରିବାର କ୍ଷମତା, ଅର୍ଥାତ୍ ଏନର୍ଜି ଇଜ୍ ଏ କାପାସିଟି ଟୁ ଡୁ ୱାର୍କ। ଯଦି ଆମେ ଆଜି ଚାଲିବା ପାଇଁ ସମ୍ମତ ହେଉଛନ୍ତି ତେବେ କାହା ପାଇଁ? କେବଳ ଶକ୍ତି ପାଇଁ। ଯଦି ଆମେ ଘରେ ଆଜି କିଛି କାର୍ଯ୍ୟ କରିପାରୁଛନ୍ତି କେବଳ କାହା ପାଇଁ? ନା ଶକ୍ତି ପାଇଁ। ତ ଶକ୍ତିର ବିଭିନ୍ନ ରୂପ ରହିଛି, ଯେପରିକି ଯାନ୍ତ୍ରିକ ରୂପ। ଯେମିତି ଆଜି ଆମେ ଦେଖୁଛନ୍ତି ଘରେ ସିଲିଂ ଫ୍ୟାନ୍ଟି ଚାଲିଛି, ତ ସିଏ ହେଉଛି ଶକ୍ତିର ଯାନ୍ତ୍ରିକ ରୂପ। ତାପଜ ରୂପ ରହିଛି, ବୈଦ୍ୟୁତିକ ରୂପ ରହିଛି, ରାସାୟନିକ ରୂପ ରହିଛି ଏବଂ ପରମାଣବିକ ତଥା ସୌରଶକ୍ତି ଭଳି ବିଭିନ୍ନ ଉତ୍ପାଦନରେ ଶକ୍ତି ହେଉଛି ବିଦ୍ୟମାନ। ଏବଂ ଏହି ଶକ୍ତିକୁ ଆମେ ବିଭିନ୍ନ ପ୍ରକାର ଶିଳ୍ପ ଉତ୍ପାଦନ ସମୟରେ ଅର୍ଥାତ୍ ଇଣ୍ଡଷ୍ଟ୍ରିରେ ପାଇଥାଉ। ପରିବହନ ଅର୍ଥାତ୍ ଟ୍ରାନ୍ସଫର କରିବା ସମୟରେ ସବୁ ଜିନିଷ ଆମେ ପାଇଥାଉ, ଯେପରି ମୋଟର ଯାନ ଚଲାଇବା ସମୟରେ। କୃଷି କାର୍ଯ୍ୟରେ ମଧ୍ୟ ଆମେ ଏହି ଶକ୍ତିକୁ ପାଇଥାଉ ଏବଂ ଏହା ସହିତ ସମସ୍ତ ପ୍ରକାର ଘରୋଇ କାର୍ଯ୍ୟକଳାପରେ ଏହି ଶକ୍ତିଟି ବିଦ୍ୟମାନ ହୋଇ ରହିଛି। ଏହିପଟ ପାର୍ଶ୍ୱରେ ତୁମେ ବିଭିନ୍ନ ପ୍ରକାର ଡାଇଗ୍ରାମ ମାଧ୍ୟମରେ ତୁମେ ଏହାକୁ ଭଲ ଭାବରେ ବୁଝିପାରିବ। ମୁଁ ଆଉ ଅଧିକ ସମୟ ନେଉନି, ତୁମେମାନେ ଭଲ ଭାବରେ ଦେଖିବ। ନେକ୍ସଟ ରହିଛି ଶକ୍ତି ଉତ୍ସର ପ୍ରକାର ଭେଦ, ଅର୍ଥାତ୍ ଶକ୍ତି କେତେ ପ୍ରକାର। ନା ଶକ୍ତି ଗୁଡ଼ିକୁ ବ୍ୟାପକ ଭାବରେ ବର୍ଗୀକୃତ କରାଯାଇଅଛି। ଏହି ଶକ୍ତି ଗୁଡ଼ିକ ମୁଖ୍ୟତଃ କେତେ ପ୍ରକାରର? ନା ଦୁଇ ପ୍ରକାରର। ପ୍ରଥମେ ରହିଛି ନବୀକରଣ ଯୋଗ୍ୟ ଶକ୍ତି ଓ ଦ୍ୱିତୀୟରେ ରହିଛି ଅଣନବୀକରଣ ଯୋଗ୍ୟ ଶକ୍ତି। ଅର୍ଥାତ୍ ଦେଖ, ତମେ ଏଠି ଦେଖିପାରୁଥିବ ନା ରିନ୍ୟୁଏବଲ୍ ଏନର୍ଜି, ନନ୍ ରିନ୍ୟୁଏବଲ୍ ଏନର୍ଜି। ଅର୍ଥାତ୍ ନବୀକରଣ ଯୋଗ୍ୟ ଶକ୍ତି, ଯାହାକି ଆମେ ଯେଉଁ ଶକ୍ତି ଉତ୍ସ ଗୁଡ଼ିକ କ'ଣ ହୋଇଥାଏ? ଦୀର୍ଘସ୍ଥାୟୀ। ଅର୍ଥାତ୍ ସେହି ଶକ୍ତି ଗୁଡ଼ିକୁ ଆମେ ବାରମ୍ବାର ବ୍ୟବହାର କଲେ ମଧ୍ୟ ସେ ଶକ୍ତି ଉତ୍ସର କୌଣସି କ୍ଷତି ଘଟେ ନାହିଁ। ଅର୍ଥାତ୍ ସେହି ଶକ୍ତି ଉତ୍ସ ଗୁଡ଼ିକ ପୁନଃ ଭରଣ ହୋଇପାରିବ, ଯେପରିକି ଜଳ, ବାୟୁ, ସୋଲାର ଲାଇଟ୍ ଏଟେକ୍ଟ୍ରା। ସେହିପରି ଅଣନବୀକରଣ ଶକ୍ତି ଉତ୍ସ, ଅର୍ଥାତ୍ ଯେଉଁ ଶକ୍ତି ଉତ୍ସକୁ ଆମେ ବାରମ୍ବାର ବ୍ୟବହାର କରିବା ଦ୍ୱାରା ଭବିଷ୍ୟତରେ ସେଗୁଡ଼ିକ ନଷ୍ଟ ହୋଇଯାଏ ବା ଶେଷ ହେବାର ସମ୍ଭାବନା ରହିଥାଏ, ତାହାକୁ ଆମେ ନନ୍ ରିନ୍ୟୁଏବଲ୍ ଏନର୍ଜି ସୋର୍ସେସ୍ ବା ଅଣନବୀକରଣ ଯୋଗ୍ୟ ଶକ୍ତି ଉତ୍ସ କହିଲେ। ଯେପରିକି ନା ଆମେ ପରମାଣୁ ଶକ୍ତି କଥା ଆଲୋଚନା କରିପାରିବା,
ଯେପରିକି ଆମେ ଆଲୋଚନା କରିପାରିବା କ'ଣ ରାସାୟନିକ ଶକ୍ତି। ନେକ୍ସଟ କ'ଣ ରହିଛି ଆଲୋଚନା କରିବା। ବର୍ତ୍ତମାନ ଆମେ ଆଲୋଚନା କରିବା ନବୀକରଣୀୟ ଏବଂ ଅଣନବୀକରଣୀୟ ଶକ୍ତି ଉତ୍ସ ମଧ୍ୟରେ କ'ଣ ସବୁ ପାର୍ଥକ୍ୟ ରହିଛି। କ'ଣ ପାର୍ଥକ୍ୟ ରହିଛି ନା ଫାର୍ଷ୍ଟ ଦେଖନ୍ତୁ, ଏଇଠି ରହିଛି ତମର ନବୀକରଣ ଯୋଗ୍ୟ ଶକ୍ତି, ଏଠାରେ ରହିଛି ତମର ଅଣନବୀକରଣ ଯୋଗ୍ୟ ଶକ୍ତି। ବର୍ତ୍ତମାନ ଏକ ଏକ ପାର୍ଥକ୍ୟକୁ ଭଲ ଭାବରେ ଆମେ ଆଲୋଚନା କରିବା। ଫାର୍ଷ୍ଟ ରହିଛି ପରିଭାଷା ଅର୍ଥାତ୍ ଡେଫିନେସନ କ'ଣ ରହିଛି ନା ଶକ୍ତି ଉତ୍ସ ନବୀକରଣୀୟ ଶକ୍ତି ଉତ୍ସ ଯାହା ପ୍ରାକୃତିକ ଭାବରେ ପୁନଃ ଭରଣ କରାଯାଇପାରିବ ଏବଂ ସମୟ ସହିତ ସ୍ଥାୟୀ ହୋଇପାରିବ। ଅର୍ଥାତ୍ ଆମେ ଜାଣିଲେ ନା ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଗୁଡ଼ିକ ପ୍ରାକୃତିକ ଭାବରେ ଭରଣ କରାଯାଇଥାଏ, ଅର୍ଥାତ୍ ପ୍ରକୃତିରୁ ଏହି ଶକ୍ତି ଉତ୍ସ ଗୁଡ଼ିକ ସୃଷ୍ଟି ହୋଇଥାଏ। କିନ୍ତୁ ଅନ୍ୟ ପକ୍ଷରେ ଅଣନବୀକରଣ ଶକ୍ତି ଉତ୍ସ ଗୁଡ଼ିକ କ'ଣ ସୀମିତ ଏବଂ ଗଠନ ହେବାକୁ ଲକ୍ଷ ଲକ୍ଷ ବର୍ଷ ସମୟ ଲାଗେ, ଯାହା ସହିତ ସମୟ ସହିତ ଯାହା ମଧ୍ୟ କ୍ଷୟ ହୋଇ ଯାଇଥାଏ। ଅର୍ଥାତ୍ ଆମେ ଯଦି ଉଦାହରଣ ଦେଖିବା ନା ନବୀକରଣ ଶକ୍ତି ଉତ୍ସରେ କ'ଣ କ'ଣ ରହିଛି ନା ସୌର ଶକ୍ତି ରହିଛି, ପବନ ଶକ୍ତି, ଜଳ ଶକ୍ତି, ଭୂତାପଜ ଶକ୍ତି, ବାୟୋମାସ ଶକ୍ତି। ବାୟୋମାସ ଶକ୍ତି କୋଉଟା ନା ଜୈବିକ ଶକ୍ତି ରହିଲା, ଯାହାକି ଆମର ଗୋବରରୁ ଆମେ ପାଉଛନ୍ତି, ବିଭିନ୍ନ ପ୍ରକାର ଇନ୍ଧନରୁ ମଧ୍ୟ ପାଉଛନ୍ତି, ଯେମିତି ଆମର ହେଲା CH4 ମିଥେନ୍ ଗ୍ୟାସ୍, ଯାହାକି ତମର LPG ରେ ରହିଛି। ଏବଂ ଅଣନବୀକରଣ ଶକ୍ତି ଉତ୍ସରେ କ'ଣ ରହିଛି କୋଇଲା, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍, ପରମାଣୁ ଶକ୍ତି, ଏଇ ସବୁ ଗୁଡ଼ିକ ରହିଛି। ନେକ୍ସଟ ରହିଛି ସ୍ଥିରତା। କ'ଣ ନା ସ୍ଥିରତା ଅର୍ଥାତ୍ ସଷ୍ଟେନେବିଲିଟି, ଅର୍ଥାତ୍ ଭବିଷ୍ୟତ ପାଇଁ ଯେଉଁ ଆଗାମୀ ପିଢ଼ି ରହିଛନ୍ତି ସେଇ ପିଢ଼ି ମାନଙ୍କ ପର୍ଯ୍ୟନ୍ତ ଏହି ଶକ୍ତି ଉତ୍ସ ଗୁଡ଼ିକ କେଉଁ ଶକ୍ତି ଉତ୍ସ ଗୁଡ଼ିକ ରହିପାରିବ। ନା ନବୀକରଣ ଶକ୍ତି କ'ଣ ନା ସ୍ଥାୟୀ ଓ ଅକ୍ଷମ, ଅର୍ଥାତ୍ ଏହା କ'ଣ ନା ଦୀର୍ଘସ୍ଥାୟୀ ଭାବରେ ରହିଥାଏ। କିନ୍ତୁ ଅଣନବୀକରଣ ଶକ୍ତି ଉତ୍ସ ଗୁଡ଼ିକ କ'ଣ ନା ସୀମିତ ଯୋଗାଣ ଓ ନିଷ୍କାସନ ଯୋଗ୍ୟ, ଅର୍ଥାତ୍ ଏଗୁଡ଼ିକ ଜଲ୍ଦି ସରିଯିବ, ଏଗୁଡ଼ିକର ପରିମାଣ ମଧ୍ୟ କମ୍ ରହିଛି। ନେକ୍ସଟ ରହିଛି ପରିବେଶଗତ ପ୍ରଭାବ, ଅର୍ଥାତ୍ ପରିବେଶର ବା ଏନଭାରମେଣ୍ଟ ଉପରେ କ'ଣ ଇଫେକ୍ଟ ପଡ଼ୁଛି ନା ସାଧାରଣତଃ ପରିବେଶ ଅନୁକୂଳ ଏବଂ ପ୍ରଦୂଷଣ ସ୍ତର କମ୍। ନା ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଗୁଡ଼ିକ ଯେତେବେଳେ ଆମେ ବ୍ୟବହାର କରିବା ସେତେବେଳେ ପରିବେଶ କ'ଣ କରିବ, ଇଏ ପ୍ରଦୂଷଣ କରିବ ନାହିଁ, କିନ୍ତୁ ଗ୍ୟାସ୍ ଗ୍ରୀନ ହାଉସ୍ ଗ୍ୟାସ୍ ନିର୍ଗମନ ଏବଂ ପ୍ରଦୂଷଣ ସମେତ ଉଚ୍ଚ ପରିବେଶଗତ ପ୍ରଭାବ, ଅର୍ଥାତ୍ ନବୀକରଣ ଅଯୋଗ୍ୟ ଶକ୍ତି ଉତ୍ସ ଗୁଡ଼ିକ କ'ଣ କରନ୍ତି ନା ଗ୍ରୀନ ହାଉସ୍ ଇଫେକ୍ଟ ଏବଂ ତା ସହିତ ଏନଭାରମେଣ୍ଟକୁ ପଲ୍ୟୁସନ୍ କରିଥାନ୍ତି। ଗ୍ରୀନ ହାଉସ୍ ଇଫେକ୍ଟକୁ ତମେ ଜାଣିଥିବ, +2 ଲେଭେଲରେ ପଢ଼ିଥିବ ନା, ଯେମିତି କ'ଣ এই ବିଷୟଟିକୁ ଆଗକୁ ଗଲେ ଭଲ ଭାବରେ ବୁଝିବା। ନେକ୍ସଟ ରହିଛି ଶକ୍ତି ଉତ୍ପାଦନ, ଅର୍ଥାତ୍ ଏନର୍ଜି ହାର୍ଭେଷ୍ଟିଂ ଉପରେ କ'ଣ ରହିଛି ନା ପ୍ରାକୃତିକ ପରିସ୍ଥିତିରୁ ଆମେ କ'ଣ କରୁଛନ୍ତି ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଗୁଡ଼ିକ ପାଇଛନ୍ତି, ଯେମିତିକି ସୂର୍ଯ୍ୟାଲୋକ, ପବନ, ଜଳ, ଏହାର ପ୍ରବାହ ଉପରେ ନିର୍ଭର କରି ଆମେ କ'ଣ କରିଥାନ୍ତି ନା ଶକ୍ତିକୁ ପାଇଥାନ୍ତି। କେଉଁ ଶକ୍ତି ନା ନବୀକରଣ ଯୋଗ୍ୟ ଶକ୍ତି। କିନ୍ତୁ ଅନ୍ୟ ପାର୍ଶ୍ୱରେ ଅଣନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଗୁଡ଼ିକୁ ଆମେ ସମ୍ବଳ ଉପଲବ୍ଧି ହେଲେ ନିରନ୍ତର ଉତ୍ପାଦନ କରାଯାଇପାରିବ, ଅର୍ଥାତ୍ କୋଇଲା, ପେଟ୍ରୋଲିୟମ ଆମେ ଯେତେ ପରିମାଣର ଭୂପୃଷ୍ଠ ରହିଛି ତାହା ଏକ ଲିମିଟେଡ୍ ଆମାଉଣ୍ଟର ରହିଛି, ଯାହାଫଳରେ ଆମେ ଲିମିଟେଡ୍ ଆମାଉଣ୍ଟର ଶକ୍ତି ହିଁ ହାରଭେଷ୍ଟ କରିପାରୁଛନ୍ତି। ନେକ୍ସଟ ରହିଛି କ'ଣ ନା ମୂଲ୍ୟ, ଅର୍ଥାତ୍ ଭ୍ୟାଲ୍ୟୁ କ'ଣ ରହିଛି ନା ପ୍ରାରମ୍ଭିକ ନିବେଶ ଅଧିକ କିନ୍ତୁ ଦୀର୍ଘକାଳୀନ ଖର୍ଚ୍ଚ କମ୍। ଯଦି ବର୍ତ୍ତମାନ ତମେ ତାକୁ ଧରାଯାଉ ସୋଲାର ପ୍ଲାଣ୍ଟକୁ ଆମେ କ'ଣ କରେ, ସୋଲାର ସେଲ୍କୁ ଆମେ କ'ଣ କଲେ ନା ଆମ ଘରେ ଆଣି ଲଗାଇଲେ ତ ବହୁତ ପଇସା ଦେବାକୁ ପଡ଼ିବ, ତା ସହିତ ଗଭର୍ଣ୍ଣମେଣ୍ଟ ମଧ୍ୟ କ'ଣ କରୁଛି ନା ତମକୁ କିଛି ସବସିଡି ଦେଉଛି। କିନ୍ତୁ ଏଇଟା କ'ଣ ହେଲା ପ୍ରାରମ୍ଭିକରେ ଟିକେ ଅଧିକ ପଇସା ଖର୍ଚ୍ଚ ହେଲା, କିନ୍ତୁ ଏହା ଦୀର୍ଘକାଳୀନ କମ୍ ଖର୍ଚ୍ଚ, ଅର୍ଥାତ୍ ଏହା ବହୁ ଦିନ ବହୁ ବର୍ଷ ଧରି ପର୍ଯ୍ୟନ୍ତ ଆମେ ମୁକ୍ତ ଭାବରେ ସୌର ଶକ୍ତିରୁ ସୋଲାର ଶକ୍ତି ବା ବୈଦ୍ୟୁତିକ ଶକ୍ତିକୁ ପାଇପାରିବା। କିନ୍ତୁ ଅଣନବୀକରଣ ଯୋଗ୍ୟ ଶକ୍ତି କ'ଣ ନା ଉତ୍ତୋଳନ ଏବଂ ବ୍ୟବହାର ଖର୍ଚ୍ଚ ଅଧିକ,
ସମ୍ବଳର ଉପଲବ୍ଧତା ଉପରେ ନିର୍ଭର କରି ପରିବର୍ତ୍ତନଶୀଳ। ଅର୍ଥାତ୍ ଯଦି ଆଜି ଆମେ ଗୋଟେ ଖଣିରେ କୋଇଲାକୁ ଆମେ ଉତ୍ତୋଳନ କରୁଛନ୍ତି କିମ୍ବା ପେଟ୍ରୋଲିୟମକୁ ଉତ୍ତୋଳନ କରୁଛନ୍ତି ତ ଆମକୁ ବହୁତ ଖର୍ଚ୍ଚ କରିବାକୁ ପଡ଼ିବ, କିନ୍ତୁ କେଉଁ ପରିମାଣ ପର୍ଯ୍ୟନ୍ତ ଆମେ ଶକ୍ତି ପାଇପାରିବା ତାହା ଆମ ପାଇଁ ମଧ୍ୟ କ'ଣ ସନ୍ଦେହଜନକ ରହିବ। ଏବଂ ଦେଖିବା ବିଶ୍ୱବ୍ୟାପୀ ବ୍ୟବହାର କ'ଣ ରହିଛି ନା ଜଳବାୟୁ ପରିବର୍ତ୍ତନ ଚିନ୍ତା ଏବଂ ସ୍ଥାୟିତ୍ୱ ଲକ୍ଷ୍ୟ ଯୋଗୁଁ ବୃଦ୍ଧି ପାଉଛି। ଅର୍ଥାତ୍ ଯଦି ଆମେ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଗୁଡ଼ିକୁ ବ୍ୟବହାର କରିବା ତେବେ କ'ଣ ହେବ ନା ପରିବେଶ ସୁସ୍ଥ ଏବଂ ସୁଲଭ ଭାବରେ ରହିବ। କିନ୍ତୁ ଅଣନବୀକରଣୀୟ ଶକ୍ତି ଉତ୍ସକୁ ଯଦି ଆମେ ବ୍ୟବହାର କରିବା ପ୍ରଭାବଶାଳୀ କିନ୍ତୁ ପରିବେଶଗତ ନିୟମ ଓ ହ୍ରାସ ଚିନ୍ତା ହ୍ରାସ ଯୋଗୁଁ ପାଉଛି। ଅର୍ଥାତ୍ କ'ଣ ହେବ ନା ପରିବେଶ ନଷ୍ଟ ହୋଇଯିବ। ଏହା ତ ଥିଲା ତାର କ'ଣ ନା ପାର୍ଥକ୍ୟ। ବର୍ତ୍ତମାନ ଆଲୋଚନା କରିବା ନବୀକରଣୀୟ ଏବଂ ଅଣନବୀକରଣୀୟ ଶକ୍ତି ଉତ୍ସର ବିସ୍ତୃତ ବ୍ୟାଖ୍ୟା। ପ୍ରଥମେ ରହିଛି ନବୀକରଣ ଯୋଗ୍ୟ ଶକ୍ତି। ନା ନବୀକରଣ ଶକ୍ତି ପ୍ରାକୃତିକ ସମ୍ପଦରୁ ଆସିଥାଏ ଯାହା ନିରନ୍ତର ପୁନଃ ପୁରସ୍ଚିତ ହୋଇଥାଏ। ଏହି ଶକ୍ତି ଉତ୍ସ ଗୁଡ଼ିକ ପ୍ରଦୂଷଣ ହ୍ରାସ କରିବାରେ ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରିବା ସାହାଯ୍ୟ କରିଥାଏ। ଅର୍ଥାତ୍ ସେ କ'ଣ କହୁଛି ନା ନବୀକରଣ ଶକ୍ତି ଉତ୍ସ ଗୁଡ଼ିକ ଆମେ ପ୍ରାକୃତିକ ପ୍ରକ୍ରିୟାରେ ପାଇଥାଉ ଏବଂ ଏହି ଶକ୍ତି ଉତ୍ସ ଗୁଡ଼ିକ ପରିବେଶ ପ୍ରଦୂଷଣ କରେନି ଏବଂ ପ୍ରଦୂଷଣକୁ ହ୍ରାସ କରିଥାଏ। ତା ସହିତ ଏହା ଜୀବାଶ୍ମ ଇନ୍ଧନ ଉପରେ ଯେଉଁ ନିର୍ଭରଶୀଳତା ରହିଛି ସେଥିଲାଗି ଆମକୁ କ'ଣ କରିଥାଏ ସହଯୋଗ କରିଥାଏ। ବର୍ତ୍ତମାନ ବିଭିନ୍ନ ପ୍ରକାର ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଗୁଡ଼ିକ ସମ୍ପର୍କରେ ଆମେ ଆଲୋଚନା କରିବା। ତ ପ୍ରଥମେ ରହିଛି ନା ସୌର ଶକ୍ତି। ନା ସୋଲାର ଏନର୍ଜି। ନା ସୌର ପ୍ୟାନେଲ ବ୍ୟବହାର କରି ସୂର୍ଯ୍ୟଠାରୁ ପ୍ରାପ୍ତ ଶକ୍ତିକୁ ଆମେ ସୌର ଶକ୍ତି କହିଲେ। ଦେଖ ଏଠି ରହିଲା ସୋଲାର ପ୍ୟାନେଲ ବା ସୋଲାର ସେଲ୍, ତା ସହିତ ତଳେ ଜେନେରେଟର କ'ଣ ହେଲା କନେକ୍ସନ ହେଲା। ଗୋଟେ ବଲ୍ବ ଧର ଯେଉଁ ଆମେ ରଖିଛନ୍ତି ଘରେ ଇଲେକ୍ଟ୍ରିସିଟି ପାସ୍ ପାଇଁ, ଏଠି ସୂର୍ଯ୍ୟଙ୍କ ରହିଲେ ସୂର୍ଯ୍ୟଙ୍କର ଯେଉଁ କିରଣ ଆସିଲା ଡାଇରେକ୍ଟଲି ପଡ଼ିଲା ସୋଲାର ପ୍ୟାନେଲ ଉପରେ ଏବଂ ସେଠି ଏନର୍ଜି କ'ଣ ହେଲା ହାରଭେଷ୍ଟ ହେଲା ବା ଶକ୍ତି ପ୍ରସ୍ତୁତ ହେଲା ଏବଂ ସେଇ ଶକ୍ତି ସାହାଯ୍ୟରେ ଆମର ବଲ୍ବଟି ଜଳିଲା। ଏହା ଥିଲା ତମର ସୌର ଶକ୍ତି। ବିଦ୍ୟୁତ ଉତ୍ପାଦନ, ପାଣି ଗରମ କରିବା, ରୋଷେଇ କରିବା ପାଇଁ ଆମେ ଏହି ଶକ୍ତିକୁ ବ୍ୟବହାର କରିପାରିବା। ଉଦାହରଣ ସ୍ୱରୂପ କ'ଣ ରହିଛି ନା ସୌର ଫାର୍ମ, ଛାତ ଉପରେ ସୋଲାର ପ୍ୟାନେଲ ଲାଗିଥାଏ। ନେକ୍ସଟ ରହିଛି ନା ପବନ ଶକ୍ତି। ପବନ ଶକ୍ତି ଟର୍ବାଇନ ଦ୍ୱାରା ଉତ୍ପାଦିତ ଯାହା ପବନର ଗତିକୁ ବିଦ୍ୟୁତରେ ପରିଣତ କରେ। ଅର୍ଥାତ୍ ପବନ ଶକ୍ତି କିପରି ଉତ୍ପାଦନ କରାଯାଏ ନା ଗୋଟେ ଟର୍ବାଇନ ଲାଗିଥିବ, ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସାଇଡରେ ଗୋଟେ ଜେନେରେଟର ଥିବ ଏବଂ ଏଠି ଟ୍ରାନ୍ସଫର୍ମ ଥିବ, ତା ସହିତ ଟାୱାର ଗୋଟେ ରହିଛି। ତ ଏଠୁ କ'ଣ ହେଲା ନା ଯାହା ଇଲେକ୍ଟ୍ରିସିଟି ତାକୁ ଡିଷ୍ଟ୍ରିବ୍ୟୁଟ କରାଯାଉଛି। ଦେଖ ନା ଯେତେବେଳେ ଟର୍ବାଇନ ସାଇଡରେ ଜେନେରେଟରଟେ ଥିବ, ଟର୍ବାଇନର ଯେତେବେଳେ ଘୁରିବ ସେତେବେଳେ କ'ଣ ହେବ ନା ଜେନେରେଟର ମଧ୍ୟ ଘୁରିବ ଏବଂ ଜେନେରେଟର ଯେତେ ସ୍ପିଡରେ ଘୁରିବ ସେତେ ସ୍ପିଡରେ କ'ଣ ହେବ ଇଲେକ୍ଟ୍ରିସିଟିକୁ ସେଇ କ'ଣ ଏଇ ଯାହା ବି ପାସ୍ ହେଉଥିବ ସେ ଏଇର ଗୁଡ଼ିକ ସବୁ ଇଲେକ୍ଟ୍ରିସିଟିରେ ପରିଣତ ହେବ। ଉପକୂଳବର୍ତ୍ତୀ ଏବଂ ଉଚ୍ଚତା ଅଞ୍ଚଳରେ ଏହାକୁ ଉପଯୁକ୍ତ। ଉଦାହରଣ ସ୍ୱରୂପ ଆମେରିକା, ଡେନମାର୍କ, ଭାରତରେ ମଧ୍ୟ ପବନ ଫ୍ୟାନ ଦେଖିବାକୁ ମିଳିଥାଏ। ନେକ୍ସଟ ରହିଛି ଜଳ ବିଦ୍ୟୁତ ଶକ୍ତି। ଜଳ ବିଦ୍ୟୁତ ଶକ୍ତି ମଧ୍ୟ ସେହିପରି କ'ଣ ହେବ ନା ବଡ଼ ବଡ଼ ବନ୍ଧ କରାଯାଉଛି। ତମେ ଦେଖିପାରୁଥିବ ଯେମିତି ହୀରାକୁଦ ନଦୀବନ୍ଧ ଯୋଜନା ରହିଛି, ତମେ ଦେଖିଥିବ ମହାନଦୀର ଜଳକୁ କ'ଣ କରାଯାଇଛି ବନ୍ଧ ଭାବରେ ରଖାଯାଇଛି ଏବଂ ସେଠୁ କ'ଣ କରାଯାଉଛି ନା ପବନ ଶକ୍ତି ଉତ୍ପାଦନ କରାଯାଉଛି। ନଦୀ କିମ୍ବା ବନ୍ଧରେ ଜଳର ଗତିକୁ ପ୍ରାପ୍ତ ଶକ୍ତି। ନା ବନ୍ଧ ସାହାଯ୍ୟରେ ଜଳ ଯେତେବେଳେ ସ୍ପିଡରେ ଆସିବ ଗୋଟେ ବାଡ଼େଇ ହେବ, ବାଡ଼େଇଲେ ହେଲେ ଯେଉଁ ଶକ୍ତିଟା କ୍ରିଏଟ୍ ହେବ ତାକୁ ଆମେ ବିଦ୍ୟୁତ ଶକ୍ତିକୁ ଟ୍ରାନ୍ସଫର କରିବା ଏବଂ ସେହି ଶକ୍ତି ଜଳ ବିଦ୍ୟୁତ ଶକ୍ତି ଭାବରେ ପରିଚିତ ହେବ। ଜଳ ବିଦ୍ୟୁତ କେନ୍ଦ୍ର ଗୁଡ଼ିକୁ ଟର୍ବାଇନ ବ୍ୟବହାର କରି ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଉଛି, ଯେଉଁଟାକି ତମେ ଚୀନର ଆଉ 3 ଗର୍ଜେସ୍ ଡ୍ୟାମରେ ଆମକୁ ଦେଖିବାକୁ ମିଳିଥାଏ କିମ୍ବା ଭାରତର ହୀରାକୁଦ କେଉଁ ଜିଲ୍ଲାରେ ରହିଛି ତାହା ତମେ ମୋତେ କମେଣ୍ଟ ସେକ୍ସନରେ ନିହାତି ଭାବରେ ଜଣାଇବ। ନେକ୍ସଟ ରହିଛି ଭୂତାପଜ ଶକ୍ତି। ଭୂତାପଜ ଶକ୍ତି କ'ଣ ନା ଜିଓଥର୍ମାଲ ଏନର୍ଜି ସମ୍ପର୍କରେ ବର୍ତ୍ତମାନ ଆଲୋଚନା କରିବା।
ପୃଥିବୀର କେନ୍ଦ୍ରରୁ ଉତ୍ତାପ ବିଦ୍ୟୁତ୍ ଉତ୍ପାଦନ କରିବା ପାଇଁ କିମ୍ବା ସିଧାସଳଖ ଗରମ ପ୍ରଦାନ କରିବା ପାଇଁ ବ୍ୟବହାର ହୋଇଥାଏ। ଅର୍ଥାତ୍ ଦେଖ ନା ଆମେ ଦେଖୁଛନ୍ତି ନା ଲାଭା ଦେଖିଥିବା ଲାଭା ବା ଭଲକାନୋ ଦେଖିଥିବା ଭଲକାନୋ ଭଲକାନିକ ଇରପ୍ସନ ବେଳେ ତମର ରହିଛି ଆଗ୍ନେୟ ଉଦଗୀରଣ ସମୟରେ କଣ ହଉଛି ନା ତଳେ ଥିବା ସେ ଅଗ୍ନି ଗୁଡିକ କଣ ଦେଇ ମାଟି ପାର୍ଶ୍ୱ ଦେଇ ବାହାରକୁ ବାହାରି ଆସୁଛି। ତ ଆମେ ଜାଣିଲେ ତଳେ କଣ ରହିଛି କିଛି ଉତ୍ତାପ ବା ତାପ ରହିଛି। ସେଇ ତାପ ସାହାଯ୍ୟରେ ଆମେ ଯେଉଁ ଶକ୍ତି ବ୍ୟବହାର କରୁଛନ୍ତି ତାହାକୁ ହିଁ ଆମେ କହିଲେ ଭୂ ତାପଜ ଶକ୍ତି। ଏହା ଆଗ୍ନେୟଗିରି ଏବଂ ଭୂଖଣ୍ଡୀୟ ଅଞ୍ଚଳରେ ଦେଖାଯାଇଥାଏ। ଏହାର ଉଦାହରଣ ରହିଛି ଆଇସଲ୍ୟାଣ୍ଡ। ଏହାର ଅଧିକାଂଶ ବିଦ୍ୟୁତ ଶକ୍ତି କଣ ଭୂତାପଜ ଶକ୍ତିରୁ ବ୍ୟବହାର କରିଥାଏ। ସେଭଳି ନେକ୍ସଟ ରହିଛି ଜୈବ ଶକ୍ତି ଅର୍ଥାତ୍ ବାୟୋଗ୍ୟାସ ବାୟୋ ଏନର୍ଜି ବା ବାୟୋମାସ ଏନର୍ଜି। ନା କାଠ ଫସଲ ଅଳିଆ ପଶୁଙ୍କ ଅଳିଆ ପରି ଜୈବିକ ପଦାର୍ଥରୁ ଉତ୍ପାଦିତ ଶକ୍ତି ହେଉଛି ଆମର ଜୈବ ଶକ୍ତି। ଦେଖ ବିଭିନ୍ନ ପ୍ରକାର ଗୋବର ଖତ ରୁ ଏମିତି କଣ କରୁଛନ୍ତି ନା ଜୈବ ଶକ୍ତିକୁ ଉତ୍ପାଦନ କରିଥାଉଛନ୍ତି। ଉଦାହରଣ ସ୍ୱରୂପ ଇଥାନଲ ଓ ବାୟୋଡିଜେଲ ପରି କଣ ଜୈବ ଇନ୍ଧନ ଗୁଡିକ ରହିଛି। ନେକ୍ସଟ ଆମେ ଆଲୋଚନା କରିବା କଣ ନା ଅଣନବୀକରଣୀୟ ଶକ୍ତି। ଅଣନବୀକରଣୀୟ ଶକ୍ତି କଣ ନା ନବୀକରଣୀୟ ଶକ୍ତି ଉତ୍ସ ଗୁଡିକ ପୃଥିବୀର ପ୍ରାକୃତିକ ସଂରକ୍ଷଣରୁ ଆସିଥାଏ, କିନ୍ତୁ ଏହା ଗଠନ ହେବାକୁ ଲକ୍ଷ ଲକ୍ଷ ବର୍ଷ ସମୟ ଲାଗେ। ଏଗୁଡିକ ସୀମିତ ଏବଂ ଶେଷରେ କ୍ଷୟ ପାଇବା। ଦେଖ ଏ ଯୋଉ ଅଣନବୀକରଣୀୟ ଶକ୍ତି ଉତ୍ସ ଗୁଡିକ ଆମେ ଜାଣିଲେ ସେଗୁଡିକ ପ୍ରାକୃତିକ ପର୍ଯ୍ୟାୟରେ ପୃଥିବୀ ପୃଷ୍ଠରେ ଉପଲବ୍ଧ ହେଲେ ମଧ୍ୟ ଏହା ସୃଷ୍ଟି ହେବା ପାଇଁ କଣ ନା ଅତ୍ୟଧିକ ସମୟ ଲାଗୁଛି, ଲକ୍ଷ ଲକ୍ଷ ବର୍ଷ ଲାଗୁଛି। ଯାହା ଫଳରେ ଏଗୁଡିକ ଶେଷ ହୋଇଗଲେ ଆକୁ ଆମେ ପୁନଃ ଭରଣ କରିପାରିବା ସମ୍ଭବପର ନାହିଁ। ଯେପରିକି ଆମେ ଜାଣିଲେ କଣ କୋଇଲା କଣ ଲକ୍ଷ ଲକ୍ଷ ବର୍ଷ ଆମକୁ ଲାଗୁଛି। କୋଇଲା ପେଟ୍ରୋଲିୟମ ନା କୋଇଲା ଓ ପେଟ୍ରୋଲିୟମ କିପରି ଭାବରେ ପୃଥିବୀ ପୃଷ୍ଠରୁ ସୃଷ୍ଟି ହୋଇଛନ୍ତି ତାହାର ବଡ ଇତିହାସ ରହିଛି। ଧର ଯାଉ କଣ ହେଲା ନା ଯେତେ ମଧ୍ୟ ଆମର ଗଛ ଗୁଡିକ ଥିଲେ ଏବଂ ପଶୁ ଗୁଡିକ ଥିଲେ ପୃଥିବୀ ପୃଷ୍ଠରେ, ଯେତେବେଳେ ବଡ ବଡ ଭୂମିକମ୍ପ ଆସିଲା ପ୍ଲେଟ ଗୁଡିକ ଯେତେବେଳେ କଣ ହେଲେ ଧକ୍କା ହେଲେ ସେତେବେଳେ କଣ ହେଲା ନା ଏଗୁଡିକ ସବୁ ତଳେ ମାଟି ତଳେ କଣ ହେଲେ ପଶିଗଲେ। ଯାହା ଫଳରେ ଏଗୁଡିକ କଣ ହେଲେ ନା କୋଇଲା ଗୁଡିକ ଲକ୍ଷ ଲକ୍ଷ ବର୍ଷ ପରେ ଗଛ ଗୁଡିକ କୋଇଲାରେ ପରିଣତ ହେଲେ, କାର୍ବନ ଥିଲା ପରିଣତ ହେଲେ ଏବଂ ଜୈବ ଶରୀର ଗୁଡିକ କଣ ହେଲା ନା ଧୀରେ ଧୀରେ ପେଟ୍ରୋଲିୟମ ରେ ପରିଣତ ହେଲା। ତ ବର୍ତ୍ତମାନ ଆଲୋଚନା କରିବା ବିଭିନ୍ନ ପ୍ରକାର ଅଣନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଗୁଡିକରେ। ତ ପ୍ରଥମେ ଆସିଲା କୋଇଲା। ଉଦ୍ଭିଦରୁ ସୃଷ୍ଟି ହୋଇଥିବା ଜୀବାଶ୍ମ ଇନ୍ଧନ ଉଚ୍ଚ ଚାପରେ ରହିଥାଏ। ନା ଜାଣିଲେ ମାଟି ତଳେ ଏଗୁଡିକ କଣ ହେଇଛି ଉଦ୍ଭିଦରୁ ସୃଷ୍ଟି ହୋଇଛି। ସାରା ବିଶ୍ୱରେ ବିଦ୍ୟୁତ ପ୍ରମୁଖ ଉତ୍ସ ହେଉଛି କୋଇଲା। ଉଦାହରଣ ସ୍ୱରୂପ ତାପଜ ବିଦ୍ୟୁତ କେନ୍ଦ୍ରରେ ଆମର ବ୍ୟବହାର ହେଉଛି, ଯେମିତିକି ତମର ରାଉରକେଲାରେ ରହିଛି। ତା ସହିତ ତମର ରହିଛି କଣ ନା ତାଳଚେରରେ ମଧ୍ୟ ବ୍ୟବହାର କରିବାର ସମ୍ଭାବନା ଦେଖିବାକୁ ମିଳିଛି। ତା ସହିତ ଆସିଲା କଣ ନା ପେଟ୍ରୋଲିୟମ। ପରିବହନ ଏବଂ ଶିଳ୍ପରେ ବ୍ୟବହୃତ ତରଳ ଜୀବାଶ୍ମ ଇନ୍ଧନ ହେଉଛି ପେଟ୍ରୋଲିୟମ। ପେଟ୍ରୋଲ ଡିଜେଲ ଜେଟ୍ ଇନ୍ଧନର ବ୍ୟବହାର କରାଯାଇଥାଏ। ତା ସହିତ କଣ ରହିଛି ନା ସାଉଦି ଆରବ ହେଉଛି ସର୍ବବୃହତ ତୈଳ ଉତ୍ପାଦନକାରୀ ଦେଶ ମାନଙ୍କ ମଧ୍ୟରେ ଏକ ନମ୍ବର 1। ଦେଖ ନା ଆମର ଯେତିକି ସବୁ ପେଟ୍ରୋଲ ଡିଜେଲ ରହିଲା ସେଗୁଡିକ ସବୁ ଗୋଟେ ଗୋଟେ ଆମେ କଣ କରୁଛେ ସେଗୁଡିକ ନା କ୍ରୁଡ ଅଏଲ ବୋଲି କହୁଛନ୍ତି। ନା ସେଇ କ୍ରୁଡ ଅଏଲ ଗୁଡିକ ଦେଖିଥିବ କଳା କଳା, ସେଗୁଡିକ ଯେତେବେଳେ ଆସୁଛି ତ ମାର୍କେଟରେ ତାକୁ କଣ କରାଯାଉଛି ନା ରିଫାଇନ କରାଯାଉଛି। ଯେତେବେଳେ ରିଫାଇନ କରାଯାଉଛି ସବୁଠାରୁ ଯୋଉଟା ଭଲ ସେଇଟା ପେଟ୍ରୋଲରେ ପରିଣତ ହେଉଛି ଏବଂ ତାଠାରୁ ଯୋଉଟା ଟିକେ ନିମ୍ନମାନର ସେଟା ଡିଜେଲରେ, ତାଠାରୁ ଟିକେ ଯୋଉଟା ଟିକେ ନିମ୍ନମାନର ସେଗୁଡିକ ସବୁ କଣ ଗ୍ୟାସୋଲିନ ମାନେ କିରାସିନରେ ପରିଣତ ହଉଛି। ନେକ୍ସଟ ଆସିଲା ପ୍ରାକୃତିକ ଗ୍ୟାସ। ନେଚୁରାଲ ଗ୍ୟାସ କଣ ରହିଲା ନା ମୁଖ୍ୟତଃ ମିଥେନରେ ଗଠିତ ଏବଂ ରୋଷେଇ ବିଦ୍ୟୁତ ଏବଂ ଗରମ ପାଣି ପାଇଁ ଆମେ ଆକୁ ବ୍ୟବହାର କରିଥାଉଛନ୍ତି। ପ୍ରାକୃତିକ ଗ୍ୟାସ ଯୋଉଟା ତମର ରହିଲା କଣ ଏଲପିଜି ଆଉ ସିଏନଜି। ତ ତମ ମାନେ ସମସ୍ତେ କମେଣ୍ଟରେ ଜଣେଇବ ଏଲପିଜି ଆଉ ସିଏନଜି ର ଫୁଲ ଫର୍ମ କଣ? ଫୁଲ ଫର୍ମ କଣ ରହିଛି ତ ମତେ ଭଲ ଭାବରେ ଜଣେଇବ। କୋଇଲା ଏବଂ ତେଲ ଅପେକ୍ଷା ସ୍ୱଚ୍ଛ କିନ୍ତୁ ତଥାପି କାର୍ବନ ନିର୍ଗମନ ଯୋଗ୍ୟଦାନ ଅଟେ।
ଅର୍ଥାତ୍ କ'ଣ କରୁଛି ନା କୋଇଲା ପେଟ୍ରୋଲ ଠାରୁ ଏହା ଭଲ ହେଲେ ମଧ୍ୟ ଏଠୁ କ'ଣ ନା କାର୍ବନର ଇମିସନ୍ ହେଉଛି, ଯାହାକି ବାୟୁମଣ୍ଡଳରେ ଅକ୍ସିଜେନ୍ ସହିତ ମିଶି କାର୍ବନ ଡାଇଅକ୍ସାଇଡରେ ପରିଣତ ହେଉଛି। ଉଦାହରଣ ଅନେକ ଦେଶରେ ବ୍ୟବହୃତ ଏଲ୍‌ପିଜି ବା ପ୍ରାକୃତିକ ଗ୍ୟାସ୍। ନେକ୍ସଟ ରହିଛି ପରମାଣୁ ଶକ୍ତି। ପରମାଣୁ ଶକ୍ତି କ'ଣ ରହିଛି ନା ନ୍ୟୁକ୍ଲିୟରର ବିଖଣ୍ଡନ ମାଧ୍ୟମରେ ୟୁରାନିୟମ୍ ଏବଂ ଥୋରିୟମରୁ କ'ଣ ହେଉଛି ପରମାଣୁ ଶକ୍ତି ଉତ୍ପାଦନ ହେଇଥାଉଛି। ପ୍ରଚୁର ପରିମାଣର ଶକ୍ତି ଉତ୍ପାଦନ କରେ, କିନ୍ତୁ ରେଡିଓଆକ୍ଟିଭ ଅପଚୟ ବିପଦ ରହିଛି। ଅର୍ଥାତ୍ ଏଇଠୁ ଯେଉଁ ରେଡିଏସନଟା ବାହାରୁଛି ସେ ପରମାଣୁ ଶକ୍ତିରୁ କମ୍ ପରମାଣୁରୁ କ'ଣ ଆମେ ଅଧିକ ଶକ୍ତି ପାଇପାରିବା କମ୍ ଥୋରିୟମ୍ ଓ ୟୁରାନିୟମରୁ, କିନ୍ତୁ ଏହା ପରିବେଶକୁ ଅଧିକ ପରିମାଣରେ ତାର ଯେଉଁ ରେଡିଓଆକ୍ଟିଭ ବାହାରୁଛି ତାହା କ'ଣ କରୁଛି ଅଧିକ ହାନି ପହଞ୍ଚାଉଛି। ଉଦାହରଣ ସ୍ୱରୂପ ଫ୍ରାନ୍ସ, ଆମେରିକା ଏବଂ ଭାରତରେ ମଧ୍ୟ ଏହାକୁ ଆମେ ପରମାଣୁ ଶକ୍ତି ଦେଖିବାକୁ ମିଳୁଛି। ତ ଏଇତିକି ଥିଲା ତମର କ'ଣ ନା ଆଜିର କ୍ଲାସ୍ ସମ୍ପର୍କରେ ନା ହ୍ୱାଟ୍ ଇଜ୍ ଏନର୍ଜି, how many types of energy we have in our surrounding, and what is renewable energy sources and what are the non renewable energy sources। ତ ଲାଷ୍ଟ ରେ ଆମେ କ'ଣ କରିବା ନା କନକ୍ଲୁଜନରେ କିଛି ଲେଖିବା। ତ କନକ୍ଲୁଜନ କ'ଣ ରହିଛି ନା ସ୍ଥାୟିତ୍ୱ ଏବଂ ପରିବେଶଗତ ଲାଭ ହେତୁ ନବୀକରଣ ଯୋଗ୍ୟ ଶକ୍ତି ଏବେ ବି ପ୍ରମୁଖ, କିନ୍ତୁ ହ୍ରାସ ଓ ପ୍ରଦୂଷଣ ସମସ୍ୟାର ସମ୍ମୁଖୀନ ହେଉଛି। ନା ଅଣନବୀକରଣ ଯୋଗ୍ୟ ଶକ୍ତିର ପରିମାଣ ଆମେ ଅଧିକ ଭାବରେ ବ୍ୟବହାର କରିଚାଲିଛନ୍ତି। ଏକ ସବୁଜ ଭବିଷ୍ୟତ ଆଡ଼କୁ ଗତି କରିବା ପାଇଁ ଆମକୁ କ'ଣ କରିବାକୁ ପଡ଼ିବ ନା ଅଣନବୀକରଣ ଯୋଗ୍ୟ ଶକ୍ତି ଅପେକ୍ଷା ନବୀକରଣ ଯୋଗ୍ୟ ଶକ୍ତିକୁ ଅଧିକ ଭାବରେ ବ୍ୟବହାର କରିବାକୁ ପଡ଼ିବ। ତ ଲାଷ୍ଟରେ ସମସ୍ତଙ୍କୁ ଥ୍ୟାଙ୍କ ୟୁ। ତ ଆଜିର ସେକ୍ସନଟି ଏଇଠି ସମାପ୍ତ ହୋଇଯାଇଛି। ତ ତମେ ଚାହିଁଲେ ଆମ ହ୍ୱାଟ୍ସଆପ୍ ଗ୍ରୁପରେ ତମେମାନେ ଆଡ଼୍ ହେଇପାରିବ। ନମ୍ବରଟି ନୋଟ୍ କରିପାର 9040438162। ଏହି ନମ୍ବରରେ କଣ୍ଟାକ୍ଟ କଲେ ତମେ ଷ୍ଟଡି ୱିଥ୍ ସୌମିତ ୟୁଟ୍ୟୁବ୍ ଚ୍ୟାନେଲରେ ଗୋଟେ ମେମ୍ବର ଭାବରେ ତମେ ଆମ ହ୍ୱାଟ୍ସଆପ୍ ଗ୍ରୁପରେ ଆଡ଼୍ ହେଇପାରିବ। ଆଉ ଦିସ୍ ଇଜ୍ ମାଇ ଫାର୍ଷ୍ଟ +3 କ୍ଲାସ୍। ତ ଆଜିର କ୍ଲାସ୍ଟି କେମିତି ଲାଗିଛି ତମେ ସମସ୍ତେ ନିହାତି ଭାବରେ କମେଣ୍ଟ ସେକ୍ସନରେ ଜଣେଇବ। ତାପରେ ଆମେ ନେକ୍ସଟ କ୍ଲାସ୍ କାହା ଉପରେ ନେଇ ଆସିବା ତମେ କମେଣ୍ଟରେ ଜଣେଇଲେ ଆଗକୁ ବଢ଼ିବା। ତ ୱାନ୍ସ ଅଗେନ୍ ଥ୍ୟାଙ୍କ ୟୁ ଅଲ୍ ଅଫ୍ ୟୁ।